ସବୁବେଳେ ମୋ ଆଖିରେ ପଡୁଥାଏ ଏଇ ତୁଳସୀ ଗଛ, ଯାହାକି ସବୁବେଳେ ତିନି ଆଡକୁ ହୋଇ ରହିଥାଏ। ଆଜି ଭାବିଲି ତାକୁ ଟିକେ ବାନ୍ଧିଦେବି। ଯେହେତୁ ଶୋଇ ପଡ଼ିଲା ପରି ହୋଇଛି, ତାକୁ ବାନ୍ଧିଦେଲେ ଭାଙ୍ଗି ପଡ଼ିବନି ଆଉ ସୁନ୍ଦର ବି ଲାଗିବ। ତାପରେ ହଜବେଣ୍ଡ ନେଇ ଆସିଥିଲେ ଚିକେନ। ଯେହେତୁ ଟିକେ ବର୍ଷା ପାଗ ଅଛି, ପାଗକୁ ପକୋଡା ଭଲ ଜମିବ। ଯେହେତୁ କିଛି ସମୟ ମ୍ୟାରିନେଟ୍ କରି ରଖିବାକୁ ପଡ଼ିବ, ସେଥିପାଇଁ ପ୍ରଥମେ ଦେଲି ଦହି, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଜିରା ଗୁଣ୍ଡ, କାଶ୍ମୀରୀ ରେଡ୍ ଚିଲି, ଚିକେନ ମସଲା, ଅଦା ରସୁଣର ପେଷ୍ଟ, ଅଳ୍ପ ବେସନ, ଅଳ୍ପ କର୍ଣ୍ଣଫ୍ଲୋର ଭଲସେ ଗୋଳେଇ ଦେଇ ଅଧଘଣ୍ଟା ପାଇଁ ତାକୁ ଛାଡ଼ିଦେଲୁ। ଅଧଘଣ୍ଟା ପରେ ପ୍ରସ୍ତୁତ ହୋଇଗଲା ପକୋଡା ପାଇଁ। ମୋ ସ୍ୱାମୀ ବହୁତ ନନଭେଜ ପ୍ରେମୀ। ମୋ ସ୍ୱାମୀ ଯେମିତି ଖାଇବାକୁ ଭଲ ପାଆନ୍ତି, ମୁଁ ସେମିତି ଖାଇବା ସହ ରାନ୍ଧିବାକୁ ମଧ୍ୟ ଭଲ ପାଏ। କିନ୍ତୁ ସେ ଭାବନ୍ତି ମୋ ହାତରେ ଯାଦୁ ଅଛି, ସେଥିପାଇଁ ମୁଁ ଭଲ ଖାଇବା ବନେଇ ପାରେ। କିନ୍ତୁ ପ୍ରକୃତ କଥା ହେଉଛି ମୋ ପାଖରେ ଗୋଟେ ସିକ୍ରେଟ ଇନଗ୍ରିଡିଏଣ୍ଟସ୍ ଅଛି, ଯାହା ହେଉଛି ଭଲ ପାଇବା। ସେଇଟା ମିଶେଇ ମୁଁ ସବୁବେଳେ ରୋଷେଇ କରେ, ଯେଉଁଥିପାଇଁ ସବୁବେଳେ ରୋଷେଇ ଟେଷ୍ଟି ହୁଏ। କେବଳ ମୁଁ ନୁହେଁ, ଆପଣମାନେ ମଧ୍ୟ ଏଇ ସିକ୍ରେଟ ଜିନିଷଟି ମିଶେଇ ସବୁବେଳେ ଖାଦ୍ୟ ପ୍ରସ୍ତୁତ କରନ୍ତୁ, ଦେଖିବେ ପ୍ରତ୍ୟେକ ଖାଦ୍ୟ ଆପଣଙ୍କର ଟେଷ୍ଟି ହେବ। ହଁ, ମୋ ମମି ମୋତେ ରୋଷେଇ କରିବା ଶିଖେଇଛି, କିନ୍ତୁ କେଉଁ କାଇଦାରେ ରୋଷେଇ କଲେ ଅଧିକା ଟେଷ୍ଟି ଲାଗିବ ସେଇଟା ମୋ ଗୋସେଇଁ ଶ୍ୱଶୁର ଶିଖେଇଛନ୍ତି।